ओडिशा प्रतिबाद दिवस सफल करो আমার দাবি আমার দাবি এনআরইজি যোজনার বর্তমান কাম যোগাই দেব আমার দাবি অচল হয়েଥିବା নলକূপଗୁଡ଼ିକୁ ତୁରନ୍ତ ମରାମତି କରିବା আমার ଦାବି ଆପଣ ଆଜି ରାଲି କ'ଣ ପାଇଁ କରୁଛନ୍ତି? ଏଠି ରାଲି ହେଉଛି ଯେ ଆଜି ହେଉଛି ଏସୋସିଆଇ କମ୍ୟୁନିଷ୍ଟର ସାରା ଓଡ଼ିଶା ପ୍ରତିବାଦ ଦିବସ। ପ୍ରତିବାଦ ଦିବସରେ ଆଜି ଆମର ଏସୋସିଆଇ କମ୍ୟୁନିଷ୍ଟ କପ୍ତିଦା ଆଞ୍ଚଳିକ କମିଟି ପକ୍ଷରୁ এই କପ୍ତିଦା ବ୍ଲକ ଅଫିସ୍ ସମ୍ମୁଖରେ ଆଜି ପ୍ରତିବାଦ ସଭା କରୁଛୁ। ପ୍ରତିବାଦ ସହିତ ଆମେ 9 ଦଫା ଦାବି ସରକାରଙ୍କୁ ବା ବିଡ଼ିଓ ମହୋଦୟଙ୍କୁ ଆମେ ପ୍ରଦାନ କରିବୁ। ସେଇଟା ହେଉଛି ସେ ଦାବି ହେଉଛି ଯେ ପୁରୁଷ ଧରି ଯେଉଁ ଚାଷ ବାସ ଉପଯୋଗୀ ଜମି ଯେଉଁ ଦଖଲଦାରୀଙ୍କ ନାଁରେ ପଟ୍ଟା ଦେବା, ତା ସହିତ ଏଇ ବଡ଼ରା ଛକରୁ କଡ଼ମଗଡ଼ିଆ ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ବହୁତ ଶୋଚନୀୟ, ଯାହାଫଳରେ କି 3-3ଟା ବସ୍ ବନ୍ଦ ହୋଇଯାଇଛି। ତାକୁ କେମିତି କାର୍ଯ୍ୟକାରୀ ହେବ, ଚାଲୁ ରହିବ, ସେଇଥିପାଇଁ ଆମେ ଦାବି କରୁଛୁ। ଏବଂ ଅଭାବୀ ଧାନ ବିକ୍ରି ଯେଉଁଟାକି ସରକାରୀ ମଣ୍ଡିରେ ତୁରନ୍ତ କିଣିବାର ବ୍ୟବସ୍ଥା କରାଯାଉ এই ଅମଳ ଟାଇମ୍ରେ, ଯାହାଫଳରେ କି ଚାଷୀମାନେ ଉପକୃତ ହେବେ। ସରକାର ମାନେ ବହୁତ ଯେଉଁଟାକି କଣ୍ଟ୍ରାକ୍ଟମାନଙ୍କୁ, ଦଲାଲମାନଙ୍କୁ, ଧାନ ବେପାରୀମାନଙ୍କୁ କିଣିବାର ସୁଯୋଗ ଦେଉଛନ୍ତି, ସେଟା ସରିଗଲା ପରେ ତାପରେ ସେମାନଙ୍କୁ ସରକାରୀ ମଣ୍ଡିରେ କିଣିବା ପାଇଁ ବ୍ୟବସ୍ଥା କରିବେ। ଏସବୁ ପ୍ରତିବାଦରେ ଆଜି ଆମେ ଏଠାରେ ସଭା କରୁଛୁ ବା ପ୍ରତିବାଦ କରୁଛୁ। ଦାବି ନ ପୂରଣ ହେଲେ କ'ଣ କରିବେ? ଦାବି ନ ପୂରଣ ହେଲେ ଆଇନ ଅମାନ୍ୟ ହେବ, ରାସ୍ତାରୋକ ହେବ। ଆଗାମୀ ଦିନରେ ଜୋରଦାର ଚାଷୀମାନଙ୍କୁ ନେଇକି ଗୋଟେ ଗଣ ଆନ୍ଦୋଳନ ଗଢ଼ି ତୋଳିବୁ।